ओम श्री परमात्मने नमः। ओम नमो भगवते वासुदेवाय। नारायणं नमस्कृत्यं नरो चैव नरोत्तमं देवी सरस्वती व्यासं ततो जयामुदीरये। मुखं वरति वचनं पङ्गुलङ्घयते गिरिं जतकृपातमहं वन्दे परमानन्दमाधवम्। ଏବେ ପ୍ରଭୁଙ୍କର ମାଖନ ଚୋରି ଲୀଳା ଜୋରସୋରରେ ଚାଲିଛି। ଗୋପୀମାନଙ୍କର ଅଭିଯୋଗ ଆସି ମାଙ୍କ ପାଖରେ ପହଞ୍ଚୁଛି। ମା ଯଶୋଦା ପ୍ରକାଶ୍ୟରେ ପୁତ୍ରର ସମର୍ଥନ କଲେ ମଧ୍ୟ ମନ ଭିତରେ ମା ଯଶୋଦା ଦୁଃଖିତ ହେଇଛନ୍ତି। ଗୋପୀମାନେ ଗଲା ପରେ ମା ଯଶୋଦା କହ୍ନାଇଙ୍କୁ ଡାକି ବୁଝାଇଛନ୍ତି ଯେ ଲାଲା, ଭଗବାନଙ୍କ କୃପାରୁ ଆମ ଘରେ କ'ଣ ଅସୁବିଧା ଅଛି? ଯାହା ଚାହିଁବୁ ତୁ ମୋରି ଘରେ ହିଁ ପାଇବୁ। ଦୁଧ ଦହି ମାଖନ ସବୁରେ ପୁରିଛି ମୋ ଘର। ତାପରେ ଏ ଚୋରି କାହିଁକି? ଧନରେ ତୁ ଏ ଚୋରି ଫୋରି ଛାଡ଼ିଦେ। ଚୋରି ଭଲ ଧନ୍ଦା ନୁହଁ। ଚୋରି କରି କରି ତୁ ଯଦି ବଦନାମ ହେଇଯିବୁ ତାହେଲେ ତୋର ଚୋର ଗୁଣ ଯେତେବେଳେ ସବୁଆଡ଼େ ବ୍ୟାପିଯିବ ତୋତେ କିଏ ଝିଅ ଦେବ? ତୁ କେମିତି ବିବାହ କରିବୁ? ଜୀବନ ସାରା ଏମିତି ବୁଲୁଥିବୁ। କୃଷ୍ଣ ସାଙ୍ଗେ ସାଙ୍ଗେ ମା ଯଶୋଦାଙ୍କୁ ବୁଝାଇବା ପାଇଁ କହନ୍ତି। ଠାକୁର ତ ବୁଝାଇବାରେ ପାରଙ୍ଗମ ଯେ ମା, ଏ ଗୋପୀ ଗୁଡ଼ାକ ଭାରି ମିଛୁଆ। ତୁମେ ଭୋଲା ଭାଲା ଦେଖାଯାଉଛ। ତୁମର ସରଳତାର ସୁଯୋଗ ନେଇ ଏ ଗୋପୀମାନେ ଆମ ଘରକୁ ଆସୁଛନ୍ତି ଏବଂ ମୋ ନାଁରେ ମିଛ ଖଚ କହି ତୁମକୁ ଫସାଇ ମୋ ବିରୁଦ୍ଧରେ ମା ତୁମକୁ ପ୍ରେରିତ କରୁଛନ୍ତି। ମା, ଆମ ଘରେ କ'ଣ ନାହିଁ ଯେ ମୁଁ ଯିବି ଚୋରି କରିବା ପାଇଁ ଏମାନଙ୍କ ଘରକୁ? କେତେ ଦୁଧ ଦହି ମାଖନ ଆମ ଘରେ ଅଛି କହିଲ? ମୁଁ ବେକାରଟାରେ ଏମାନଙ୍କ ଘରକୁ ଯାଇ ଏତେ ପରିଶ୍ରମ କରି ଚୋରି କାହିଁ କରିବି? ମୋର କ'ଣ ଆବଶ୍ୟକତା ଅଛି? ମା, ଏ ଗୋପୀମାନଙ୍କ କଥାକୁ ଜମା ଧର ନାହିଁ। ଏମାନେ ଭାରି ମିଛେଇ। ଏମାନଙ୍କର କିଛି କାମଧନ୍ଦା ନାହିଁ। କାମଧନ୍ଦା ଆଳରେ କିଛି କାମଧନ୍ଦା ନଥିବାରୁ ଏମାନେ ଇଆଡ଼ୁ ସିଆଡ଼ୁ ଆସି ମୋ ନାଁରେ କହୁଛନ୍ତି। ତେଣୁ ମା, ତୁମେ ବ୍ୟଥିତ ହୁଅ ନାହିଁ। ମା, ତୁମକୁ କ'ଣ ଲାଗୁଛି ମୁଁ ଚୋରି କରିପାରିବି ବୋଲି? ତୁମର କ'ଣ ଲାଲା ଉପରେ ବିଶ୍ୱାସ ନାହିଁ? ପ୍ରଭୁ ଖୁବ୍ ସୁନ୍ଦର ଭାବରେ ବୁଝାନ୍ତି ମା'ଙ୍କୁ। ମା ହସନ୍ତି ଏବଂ କହନ୍ତି, ଠିକ୍ କଥା। ଏହାପରେ କୃଷ୍ଣ ପଚାରନ୍ତି, ମା, ତୁମକୁ କ'ଣ ଲାଗୁଛି ତୁମର ଲାଲା କେବେ ଚୋରି କରିପାରୁଥିବ ବୋଲି? ମା ବାଧ୍ୟ ହୋଇ କ'ଣ କରିବେ? ପୁଅ ଯେତେବେଳେ ଜୋରସୋରରେ ଏକଥାକୁ ଉଠାଉଛନ୍ତି ଯେ ମା, ତୁମର କ'ଣ ମୋ ଉପରେ ଭରସା ନାହିଁ? ତୁମକୁ କ'ଣ ଲାଗୁଛି ମୁଁ ଚୋରି କରିପାରିବି? ଏମିତି କଥା କହିଲା ବେଳେ ମା ବାଧ୍ୟ ହୋଇ କୃଷ୍ଣଙ୍କୁ କହନ୍ତି ଯେ ମୁଁ କ'ଣ ଜାଣିନି ତୁ କେବେ ମିଛ କହୁନି ବୋଲି? ମୋ ଘରେ ସତ୍ୟବାଦୀ ହରିଶ୍ଚନ୍ଦ୍ର ରୂପରେ ଜନ୍ମ ହୋଇଛନ୍ତି, ଏ କଥା ମୁଁ କ'ଣ ଜାଣିନି? ତୋତେ ପୁଣି ଅବିଶ୍ୱାସ ମୁଁ କରିବି? ମୋ ଲାଲା ପରି ସତୁଆ ଏ ସଂସାରରେ କିଏ ଅଛି କହିଲୁ? ମନେ ରଖ ଲାଲା, ଯେଉଁଦିନ ତୋ ଚୋରି ଧରା ପଡ଼ିବ ନା, ପ୍ରକୃତରେ ତୁ ମୋତେ ସେଦିନ ଚିହ୍ନିବୁ। ସେମାନେ କହୁଛନ୍ତି, ସେମାନେ କଥାକୁ ହୁଏତ ମୁଁ ଅବିଶ୍ୱାସ କରିଦେଇପାରେ, କିନ୍ତୁ ଯେଉଁଦିନ ତୋତେ ଗୋପୀମାନେ ଧରିବେ ଏବଂ ଚୋରି କରିଛୁ ବୋଲି ମୁଁ ଜାଣିବି, ପୁରା ଜାଣିନେବି ଯେ ତୁ ନିଶ୍ଚିତ ଚୋରି କରିଛୁ, ତାପରେ ତୋ ଅବସ୍ଥା କ'ଣ ହେବ ତୁ ଜାଣିଥିବୁ। ସାଙ୍ଗେ ସାଙ୍ଗେ ପ୍ରଭୁ କ'ଣ କରନ୍ତି, ମା'କୁ ବୁଝେଇ ବାଝେଇ ଦେଇ ମା ଚାଲିଯାଆନ୍ତି କୁଆଡ଼େ ନିଜ କାମରେ। କୃଷ୍ଣ ସାଙ୍ଗେ ସାଙ୍ଗେ ଦୌଡ଼ନ୍ତି ଏ ଗୋପୀମାନଙ୍କ ପାଖକୁ। ଗୋପୀମାନେ ଯେଉଁମାନେ ଅଭିଯୋଗ କରିବାକୁ ଆସିଥିଲେ ମା'ଙ୍କ ପାଖରେ,
ଯେ କୃଷ୍ଣ ମାଖନ ଚୋରି କରୁଛି, ଲବଣୀ ଚୋରି କରୁଛି, ଖାଇଦେଉଛି ଆମ ଘରୁ, ଦହି ଖାଇଦେଉଛି ଯେଉଁ କହନ୍ତି, ଦୌଡ଼ନ୍ତି। ଦୌଡ଼ିଲା ପରେ ଯାଇକି ପହଞ୍ଚି ପ୍ରଭୁ କ'ଣ କରନ୍ତି, ସାଙ୍ଗେ ସାଙ୍ଗେ ଅଣ୍ଟାରେ ଏମିତି ହାତ ଦେଇ ଦେଇ ଗୋପୀମାନଙ୍କ ସାମ୍ନାରେ ଠିଆ ହୁଅନ୍ତି ଏବଂ ରାସ୍ତାରେ ଠାକୁରଜୀ କହନ୍ତି, ଏ ଗୋପୀମାନେ, ତୁମେମାନେ ତ କିଛି କିଛି ସତ କହୁଛ, ପୁଣି କିଛି ଅଭିଯୋଗ ସବୁ ଯୋଡ଼ି ଜାଡ଼ି ମୋ ନାଁରେ କାହିଁକି କହୁଛ, ମୋ ମାଆକୁ କାହିଁକି ଏତେ ମୋ ବିରୁଦ୍ଧରେ ଅଭିଯୋଗ କରୁଛ। ଏହାପରେ ଗୋପୀମାନେ କହନ୍ତି, ଦେଖ ନାହିଁ ତୁ ଆମେ ଯଶୋଦାକୁ ଚାରି କରିବୁ, ତୁ ଗୋଟିଏ ପ୍ରକାର ଯଦି କାମ କରିବୁ ତାହେଲେ ମୁଁ ଚାରି ପ୍ରକାର କଥା ଆମେ କହିବୁ, ଚାରି ପ୍ରକାର କଥା କହିବୁ, ସେଥିପାଇଁ ତୁ ଜମା ବ୍ୟସ୍ତ ହେବାର ନାହିଁ, ଆମେ ତୋତେ ଛାଡ଼ିବାର ନାହିଁ। ଯାହା ହେଉ, ଏହାପରେ ଠାକୁରଜୀ କହନ୍ତି, ଦେଖ ତୁମେମାନେ ଯାହା ଯାହା ମିଛ ମୋ ନାଁରେ କହୁଛ ତାକୁ ଯଦି ମୁଁ ସତରେ ପରିଣତ ନ କରିଛି ତାହେଲେ ମୁଁ ହିଁ ଲାଲା ନୁହଁ। ଏକ ପ୍ରଭାବତୀ ନାମକ ଗୋପୀ ଥିଲା। କହିଲା, ଆରେ କୃଷ୍ଣ, ତୁ ସମସ୍ତଙ୍କ ଘରେ ଚୋରି କରୁଛୁ, ଦିନେ ମୋ ଘରେ ପଶି ଚୋରି କରି ଦେଖା, ଯଦି ଚୋରି କରି ନେବୁ ମୁଁ ଜାଣିବି ତୋତେ ଚୋର କଳା ପ୍ରକୃତରେ ମାଲୁମ ଅଛି। ଦେଖିବୁ ଏ ପ୍ରଭାବତୀ ତୋତେ ଯଦି ନ ଧରିଛି ତାହେଲେ ମୋ ନାଁ ପ୍ରଭାବତୀ ନୁହଁ। ଠାକୁରଜୀ କହିଲେ, ମୋତେ ଆହ୍ୱାନ ଜଣାଉଛୁ ଗୋପୀ, କାଲି ତୋ ଘରେ ଚୋରି ହେବ, ଯଦି ଅଟକାଇବାର ସାମର୍ଥ୍ୟ ଅଛି ତାହେଲେ ଅଟକାଇକି ଦେଖେଇବୁ। କାଲି ଦେଖିବୁ ଏ କୃଷ୍ଣର କରାମତି। ତା ପରଦିନ ସକାଳୁ ନିଜ ଚୋର ଗ୍ରୁପକୁ ପ୍ରଭୁ ଡାକି ଦେଇଛନ୍ତି, ଏକାଠି କରିଦେଇଛନ୍ତି ଠାକୁରଜୀ। କହିଲେ, ଆଜି ଯାହା ହେଲେ ବି ପ୍ରଭାବତୀ ଘରେ ଆମକୁ ହାତ ସଫାଇ କରିବାକୁ ପଡ଼ିବ। ସେ ପ୍ରଭାବତୀ ମୋତେ ଚ୍ୟାଲେଞ୍ଜ କରିକି ଯାଇଛି, ଆହ୍ୱାନ ଜଣାଇ ଯାଇଛି, ତାକୁ ଶିଖେଇବାକୁ ପଡ଼ିବ, ତାକୁ ଦେଖେଇବାକୁ ପଡ଼ିବ ଯେ ଆମ ଚୋର ଗ୍ରୁପ କେତେ ଟାଣୁଆ। ଏହାପରେ ଏହା ହେଉଛି ଆମ ସମ୍ମାନର ପ୍ରଶ୍ନ। ଏହାପରେ ଗୋପାଳ ବାଳକମାନେ କହିଲେ, ଠିକ୍ ଅଛି ଲାଲା, ତୁ ଆମ ସର୍ଦ୍ଦାର, ତୁ ଯୁଆଡ଼େ ନେବୁ ଆମେ ସିଆଡ଼େ ଯିବୁ ଏବଂ ସେଠାରେ ଯାଇ ଆମେ କରାମତି ଦେଖେଇବୁ। ଏହାପରେ ଠାକୁରଜୀ ସମସ୍ତ ଗୋପାଳ ବାଳକଙ୍କୁ ନେଇ ପ୍ରଭାବତୀ ଘରେ ହାଜର ହୋଇଗଲେ। ଘରେ ଦେଖିଲେ ସବୁତକ ମାଖନ ହାଣ୍ଡି ତଳେ ରଖିଛି, ଘର ମେଲା। ଠାକୁରଜୀ କହିଲେ, ପ୍ରଭାବତୀ ଏତେ ସରଳ ନୁହଁ ଯେ ମାଖନ ହାଣ୍ଡି ସବୁ ତଳେ ରଖି କବାଟ ଖୋଲି ଦେଇ କୁଆଡ଼େ ଚାଲି ଯାଇଥିବ। ସେ ଆମକୁ ଆହ୍ୱାନ ଜଣାଇଛି, ପୁଣି ସବୁ ଜିନିଷ ଆମ ହାତ ପାହାନ୍ତା ରଖି ଚାଲି ଯାଇଥିବ। ଏହା କଦାପି ସମ୍ଭବ ନୁହଁ। ସିଏ ଏତେ ସରଳ ସ୍ୱଭାବର ନୁହଁ। ସେ ନିଶ୍ଚୟ ଏଠି କେଉଁଠି ଥାଇ ଆମ ଉପରେ ନଜର ରଖୁଥିବ। ପ୍ରଭାବତୀ କବାଟ କୋଣରେ ଥାଇ ସବୁ ଦେଖୁଥାଏ। ଠାକୁରଜୀ ଦୁଆର ମୁହଁରେ ଠିଆ ହୋଇ କହିଲେ, ତୁମେମାନେ ଯାଇ ଖାଇଚାଲ, ମୁଁ ପ୍ରଭାବତୀକୁ ଜଗିଛି। ପିଲାମାନେ ମନ ଇଚ୍ଛା ଯାଇ ମାଖନ ଖାଇଲେ। ମଧୁମଙ୍ଗଳ କହିଲା, ହେ କୃଷ୍ଣ, ସରି ଆସିଲାଣି, ପ୍ରଭାବତୀ ନାହିଁ, ପ୍ରଭାବତୀ ଥିଲେ ତ ଆମେ ଯେତେବେଳେ ଖାଉଛୁ ଆମ ଉପରେ ଆକ୍ରମଣ କରନ୍ତାନି। ଯେହେତୁ ଆକ୍ରମଣ କରୁନି ପ୍ରଭାବତୀ, ଅର୍ଥାତ୍ ପ୍ରଭାବତୀ ନାହିଁ, ତେଣୁ କୃଷ୍ଣ ତୁ ଆଉ ଡର ନା, ସରି ଆସିଲାଣି ମାଖନ, ଦୁଧ ଦହି ସରି ଆସିଲାଣି, ଯଦି ଖାଇବାର ଅଛି ଖାଇଦେ। ଏହାପରେ ଯେମିତି ପ୍ରଭୁ ଜାଣିଛନ୍ତି ସରିଯିବ, ଠାକୁରଜୀ ଭିତରକୁ ଝଟକି ଯାଇ ପହଞ୍ଚି ଯାଇଛନ୍ତି। ଯେମିତି ପ୍ରଭୁ ମାଖନ ହାଣ୍ଡିରେ ହାତ ପୁରେଇଛନ୍ତି, ପ୍ରଭୁ ସାଙ୍ଗେ ସାଙ୍ଗେ କ'ଣ କରିଛି, ପ୍ରଭାବତୀ କବାଟ କୋଣରେ ଲୁଚିକି ଥିଲା, ଆସି ଠାକୁରଜୀଙ୍କ ହାତକୁ ଧରି ନେଇଛି ଏବଂ କହିଛି, ହେ ଲାଲା, ଧରା ପଡ଼ିଗଲୁ, ଏବେ ଚାଲ ତୋ ଚୋରି ତୋ ମା ଯଶୋଦାକୁ ମୁଁ ଦେଖେଇବି। ଆମେ ଯେତେବେଳେ କହୁଥିଲୁ ତୋ ମା ଯଶୋଦା ବିଶ୍ୱାସ କରୁନଥିଲା, ଆଜି ହାତରେ ପଡ଼ିଛୁ, ଯିବୁ କୁଆଡ଼େ। ଏହାପରେ ଠାକୁରଜୀ କହିଛନ୍ତି, ମୋ ଘରେ ମୁଁ ଖାଇଲି, ତୋର କ'ଣ ଗଲା। ପ୍ରଭୁ ସାଙ୍ଗେ ସାଙ୍ଗେ କଥା ବଦଳାଇ ଦେଇଛନ୍ତି, ମୋ ଘରେ ମୁଁ ଖାଇଲି, ତୋର କ'ଣ ଗଲା, ଏଟା କ'ଣ ତୋ ଘର, ତୋ ଘରକୁ ଗଲେ ତୁ କହିବୁ
ଦେଖିବ ମାଆଙ୍କୁ ଡାକିବି କିଛି ନ ଜାଣିଲା ଭଳି ପ୍ରଭୁ ଅଭିନୟ କରିଛନ୍ତି। ପ୍ରଭୁ ଅଭିନୟ କରୁଛନ୍ତି ଏମିତି ଯେମିତି ମୁଁ ପ୍ରଭାବତୀ ତୋ ଘରେ ପଶିନି ମୁଁ ମୋ ଘରୁ ଖାଉଛି, ମୁଁ ଜାଣିପାରୁନି ଏଇଟା କାହା ଘରେ ସେ ପଶି ଆସିଛି। ପ୍ରଭୁଙ୍କ କହିବା ଉଦ୍ଦେଶ୍ୟ ହେଉଛି ଏଠି ପ୍ରଭାବତୀ ମୁଣ୍ଡ ଗୋଲ ଏମିତି କ'ଣ କହୁଛି କୃଷ୍ଣ, ଏ ଘରକୁ ତା ଘର କହୁଛି। ପ୍ରଭାବତୀ କହିଲେ ଦେଖ କୃଷ୍ଣ ଭଲ କି ଦେଖ ଏଇଟା କାହା ଘର। ଠାକୁରଜୀ କହିଲେ ଦେଖ ଗୋପୀ ତୋ ଘର କବାଟ ଆମ ଘର କବାଟ ଏକାପରି, ତେଣୁ ଏ ଘରକୁ ମୁଁ ମୋ ଘର ଭାବି ମାଖନ ଖାଉଥିଲି। ଦେ ଛାଡ଼ ମୁଁ ପିଲା ଲୋକ ଜାଣିପାରିନି। ଛାଡ଼ିବାକୁ ନାରାଜ ପ୍ରଭାବତୀ। ପ୍ରଭାବତୀ କହିଲା ତୁ ଚାଲ ଯଶୋଦା ପାଖକୁ, ଯଶୋଦା ମାଆକୁ ଦେଖେଇବି ତୁ କିଭଳି ଚୋରି କରିବାରେ ମାହିର। ତ ମାଆ କହନ୍ତି ତୁ ଚୋରି କରୁନାହୁଁ ବୋଲି ଆମେ ମିଛ କହୁଛୁ, ଆଜି ଧରା ପଡ଼ିଛୁ ମାନେ ମୁଁ ତୋତେ ଛାଡ଼ିପାରିବି ନାହିଁ। ତାପରେ କଥାବାର୍ତ୍ତା ଚାଲିଲା। ଠାକୁରଜୀ କହିଲେ ତୋ ମୋ ଭିତରେ କଥାବାର୍ତ୍ତା, ତୁ ମାଆଙ୍କୁ କାହିଁ ଆ ଭିତରେ ପୁରଉଛୁ, ଯଶୋଦା ଯଶୋଦା କାହିଁ ହେଉଛୁ ସବୁବେଳେ। ତୋ ମୋ ଭିତରେ କଥାବାର୍ତ୍ତା, ଆମ ଭିତରେ ଆମେ ସମାଧାନ କରିଦେବା, ଆମ ଭିତରେ କଥା ତୁଟେଇବା, ମାଆଙ୍କୁ କାହିଁକି ଏ ଭିତରକୁ ଟାଣୁଛୁ। ଏହାପରେ ପ୍ରଭାବତୀ କହିଲା ତୁ ଗୋଟେ କାମ କର ମୁଁ ଛାଡ଼ିଦେବି, ତୁ ଯଦି ଗୋଟେ ମୋର କାମ କରିଦେବୁ ଲାଲା ମୁଁ ତୋତେ ଛାଡ଼ିଦେବି। ଠାକୁରଜୀ କହିଲେ କ'ଣ କହିବୁ କହ। ନା ତୁ କହ୍ନାଇ କୁଆଡ଼େ ଭଲ ନାଚୁ ସମସ୍ତେ କହନ୍ତି, ଟିକେ ନାଚିକି ଦେଖା। ତୁ ନାଚରେ ଯଦି ମୁଁ ସନ୍ତୁଷ୍ଟ ହେଲେ ନା ମୁଁ ତ ଛାଡ଼ିଦେବି, ଯଶୋଦାଙ୍କ ପାଖକୁ ନେବି ନାହିଁ, ତୁ ଆରାମରେ ଦୌଡ଼ି ପଳେଇବୁ। ଏହାପରେ କ'ଣ କରିବେ କୃଷ୍ଣ। ପ୍ରଭୁ କହିଲେ ତୁ ମୋ ହାତ ଛାଡ଼ିଲେ ସିନା ମୁଁ ନାଚିକି ଦେଖେଇବି। ପ୍ରଭାବତୀ ଭାରି ଚାଲାକ, କବାଟ ସବୁ ଝଞ୍ଜିର ଦେଇଦେଲା। ଏହାପରେ ଠାକୁରଜୀଙ୍କୁ କହିଲା ନାଚ। ଠାକୁରଜୀ ଭାବିଲେ ଭାରି ଚାଲାକ ହେ ଗୋପୀ, କ'ଣ କରିବା, ପରିସ୍ଥିତି ତ ଖରାପ। ମାଆଙ୍କ କତିକି ଗଲେ ମୋ ସମ୍ମାନ ଗଲା, ମାଆ ଜାଣିଦେବେ ପ୍ରକୃତରେ ମୁଁ ଚୋରି କରୁଛି ବୋଲି। ନାଚିବାକୁ କହୁଛି ତ ଟିକେ ନାଚିଦେବା। ଏଣେ ଗୋପାଳ ବାଳକମାନେ ଝରକାରେ ଠିଆ ହୋଇ ଉଣ୍ଡୁଛନ୍ତି ପ୍ରଭୁ କୃଷ୍ଣଙ୍କୁ, ଏବଂ ପ୍ରଭୁ କୃଷ୍ଣ କ'ଣ କରିଛନ୍ତି ତ୍ରିଭଙ୍ଗୀ ଠାଣିରେ ବାଧ୍ୟ ହୋଇ ନାଚିବା ଆରମ୍ଭ କରିଛନ୍ତି। ଏ ଗୋପାଳ ପିଲାମାନେ ବାହାର ଥାଇ ଫୁସଫୁସ ହେଲେ ଆମ ସର୍ଦ୍ଦାରର ଆଜି ଅବସ୍ଥା କ'ଣ। ଏ ସର୍ଦ୍ଦାର ଆମକୁ ଡାକିକି ଆଣିଥିଲା ଚୋରି କରିବା ପାଇଁ, ଆଜି ସେ ନିଜେ ଫସି ଯାଇଛନ୍ତି। ଆମେ ଚାହିଁକି ମଧ୍ୟ ଆମ ସର୍ଦ୍ଦାରକୁ ସାହାଯ୍ୟ କରିପାରୁନାହିଁ। ଏହାପରେ ଠାକୁର ନାଚୁଛନ୍ତି। ଜଗତକୁ ନଚାଇଲା ବାଲା ଆଜି ପରିସ୍ଥିତିରେ ପଡ଼ି ଗୋପୀ ସାମ୍ନାରେ ନାଚିବାକୁ ଆରମ୍ଭ କରିଛନ୍ତି। ପ୍ରଭାବତୀ ସାମ୍ନାରେ ଗୋପାଳା ପିଲାମାନେ କହିଲେ କହ୍ନାଇ ନାଚ ଭଲ କି। ଠାକୁରଜୀ ତେର୍ଛା ନୟନରେ ଏମିତି ଅନେଇଛନ୍ତି। ପିଲାମାନେ କମେଣ୍ଟ କରୁଛନ୍ତି ପ୍ରଭୁଙ୍କୁ ଯେ ନାଚ ଭଲ କି। ତାରେ ତମେ ସବୁ ଖାଇଲ, ମୁଁ ଶେଷରେ ଏତିକି ଟିକେ ଖାଇଛି, ସର୍ଦ୍ଦାର ହେଇ ମୁଁ ଧରା ପଡ଼ି ନାଚୁଛି, ତମମାନେ ତ ସାହାଯ୍ୟ କରୁନ। ତା ଭିତରେ କହୁଛ ନା କ'ଣ ନା କହ୍ନେଇ ନାଚ ଭଲ କି। ଠିକ୍ ଅଛି, ସମୟ ତମର, ମୋ ସମୟ ଆସୁ। ପ୍ରଭୁ ତେର୍ଛେ କିନ୍ତୁ ଅନଉଛନ୍ତି ସେମାନଙ୍କୁ। ଏହାପରେ କହିଲେ ପ୍ରଭାବତୀ ମୁଁ କେତେ ନାଚିଲିଣି, ଏବେ ମୋତେ ଛାଡ଼। ପ୍ରଭାବତୀ କହିଲା ନାଚ ମୋ ମନକୁ ପାଇଲା ନାହିଁ, ତେଣୁ ତୁ ଚାଲ ଯଶୋଦାଙ୍କ ପାଖକୁ। ଗୋପୀ ବହୁତ ଚାଲାକ, ନଚେଇଲା ପ୍ରଭୁଙ୍କୁ। ନଚେଇଲା ପରେ ଦେଇଥିବା କଥାରୁ ହଟିଗଲା ଯେ ଆରେ ବାବା ତୁ ତ ନାଚିଲୁ, କିନ୍ତୁ ତୋ ନାଚ ମୋତେ ଭଲ ଲାଗିଲାନି। ମୁଁ କହିଥିଲି ନା ନାଚ ଭଲ ଲାଗିଲେ ମୋତେ ଛାଡ଼ିଦେବି ବୋଲି। ଯେହେତୁ ନାଚ ଭଲ ଲାଗିନାହିଁ ତେଣୁ ଚାଲ ତ ଯଶୋଦା କତି। ଏହା କହି ହାତକୁ ଧରିଲା। ଏହାପରେ କ'ଣ କରିବେ କୃଷ୍ଣ ମୁହଁ ଭଡ଼ଙ୍ଗ ଦେଖାଇ ପ୍ରଭୁ ମୋର କହିଲେ ଯେ ଚାଲ, ମୁଁ କାହାରିକୁ ଡରେନି। ପୁଣି ଯଶୋଦା ଆଶୋଦା ହେଉଛୁ, ଚାଲ ତୁ ଯେଉଁଠିକି ନେବୁ ମୁଁ ସେଠିକି ଯିବି। ଏହାପରେ ପ୍ରଭାବତୀ ଠାକୁରଜୀଙ୍କ ହାତକୁ ଟାଣି ଟାଣି ନେଇ ଚାଲୁଛି ଯଶୋଦା ମାଆଙ୍କ ପାଖକୁ। ରାସ୍ତାରେ ଠାକୁର ଯାଉଛନ୍ତି, ଚିନ୍ତା କରୁଛନ୍ତି ଆଜି ମାଡ଼ ହେବା ଫାଇନାଲ। ଏ ପ୍ରଭାବତୀ ମୋତେ ଆଜି ଫସେଇ ଦେଲା, ମାଆଙ୍କ ପାଖରେ ସମ୍ମାନ ଯିବ। ମାଆ ତ ଯାହା ବାଡ଼େଇବେ, ମାଆ ଜାଣିଦେବେ ଯେ ପ୍ରକୃତରେ ମାଖନ ଚୋରି କରୁଛି ଆମ ଲାଲା ବୋଲି। ଗଲା ସବୁ। ପ୍ରଭୁ ସେଥିପାଇଁ କ'ଣ କଲେ, ହଠାତ୍ ପ୍ରଭୁ ଏ ଗୋପୀ କହିଲେ ଆରେ ଗୋପୀ ଗୋଟେ କଥା କହିବି, ତୋର ଟିକେ ଲଜ୍ଜା ଶରମ ନାହିଁ। ଦାଣ୍ଡରେ ତୋର କେତେ ଶାଶୁ ଶ୍ୱଶୁର ଅଛନ୍ତି, କେତେ ଖୁର୍ତ୍ତାଶୁର ଅଛନ୍ତି, କେତେ ଦେଢ଼ଶୁର ଅଛନ୍ତି, ଆଉ ସେମାନେ ସବୁ ଗାଁର ମୁଖ୍ୟ ଲୋକ। ତୁ ଓଢ଼ଣୀ ନ ପକାଇ ଏମିତି ଖୋଲାଖୋଲି ଚାଲୁଛୁ, ତୋତେ ଶରମ ଆସୁନି। ପ୍ରଭାବତୀ କ'ଣ କରିବ,
ବି ସତ କଥା ଯେ ଗାଁର ବୋହୂଟିଏ ଏମିତି ଓଢ଼ଣା ନ ପକାଇ ଚାଲିବା ଠିକ୍ ନୁହଁ। ପିଲା ହେଲେ ବି କହ୍ନାଇ ଯାହା ହଉ ଆଜି ବୁଦ୍ଧିଟିଏ ଦେଇଛି। ଏହାପରେ ପ୍ରଭାବତୀ କ'ଣ କରିଛି, ମୁଣ୍ଡରେ ଓଢ଼ଣି ଦେଇଯାଇଛି ପୁରା ଏପର୍ଯ୍ୟନ୍ତ, ପ୍ରଭୁଙ୍କୁ ଧରିଛି ଚାଲିଛି। ଏହାପରେ ପ୍ରଭୁ ଦେଖିଲେ ପ୍ରଭାବତୀର ଦିଅର ଆସୁଛି, ସାମ୍ନାରୁ ଦିଅର ଆସୁଛି। ସେ ବି ପ୍ରଭୁଙ୍କର ଚୋରମଣ୍ଡଳୀର ପିଲା, ସେ ଗ୍ରୁପର ପିଲା, ତାଙ୍କ ଚୋରି ଗ୍ରୁପର ପିଲା। ପ୍ରଭୁ ଇସାରାରେ କଥା ଚାଲିଲା ଏ ଯେଉଁ ପ୍ରଭାବତୀର ଦିଅର ସହିତ। ଏହାପରେ ପ୍ରଭୁ କହିଲେ, ମୋ ହାତ କାଟିଲାଣି, ତୁ ଏତେ ଜୋରରେ ଧରିଛୁ ମୋ ହାତକୁ, ଚାଲ ମାଙ୍କ ପାଖକୁ, ମୁଁ କହିବି ତୁ ମୋ ହାତକୁ କେତେ ଜୋରରେ ଧରିଛୁ, ମୋ ହାତର ଅବସ୍ଥା କ'ଣ ହେଲାଣି, ମୋ କହୁଣି କାଟୁଛି, ଏ ହାତ ଛାଡ଼, ମୋ ଆର ହାତ ଧର, ମାନେ ଏ ହାତକୁ ଛାଡ଼ିଦେ, ଆର ହାତକୁ ଧର। ଏହାପରେ ପ୍ରଭାବତୀ କହିଲା, ତୋ ଆର ହାତ ମୋ ହାତରେ ଧରା, ତାପରେ ମୁଁ ଏ ହାତ ଛାଡ଼ିବି। ପ୍ରଭାବତୀ ବହୁତ ଚାଲାକ, ଯେ କହିଲା ଏ ହାତ ଧରିଲେ ବା ଛାଡ଼ିବା ଭିତରେ କୃଷ୍ଣ ଖସି ଚାଲିଯିବ, ତେଣୁ ତୋତେ ମୁଁ ଏମିତି ଛାଡ଼ିପାରିବି ନାହିଁ। ତୁ ଆଗେ କ'ଣ କର, ତୋର ଆର ହାତଟିକୁ ମୋ ହାତରେ ସମର୍ପି ଦେଲେ ମୁଁ ଯାଇକି ତୋର ଧରିଥିବା ହାତଟିକୁ ଛାଡ଼ିଦେବି। ଏହାପରେ ପ୍ରଭୁ କ'ଣ କଲେ, ପ୍ରଭାବତୀ ଦିଅରକୁ ଇସାରା ଦେଲେ। ପ୍ରଭାବତୀ ଦିଅର ଆସି ନିଜ ହାତ ବଢ଼ାଇ ଦେଲା, ବୁଝିଲେ, ଏବଂ ପ୍ରଭାବତୀକୁ ଧରିଲା ତା ଦିଅରଙ୍କ ହାତକୁ। ସେ ତ ଓଢ଼ଣା ପକାଇଛି, ଜାଣିପାରୁନି କାହା ହାତ। ଯେତେବେଳେ ଗୋଟେ ହାତ ପାଇଛି ସେ ଜାଣିଛି ନିଶ୍ଚିତ ଭାବରେ ଏହା ପ୍ରଭୁଙ୍କର ହାତ ହେଇଥିବ। କିନ୍ତୁ ପ୍ରଭାବତୀ କ'ଣ କରିଛି, ଭୁଲରେ ପ୍ରଭୁଙ୍କ ହାତକୁ ଛାଡ଼ି ଦେଇଛି ଏବଂ ଦିଅରର ହାତକୁ ଧରିଛି। ଏବଂ ପ୍ରଭୁ ଯେତେବେଳେ ହାତରୁ ଖସି ଯାଇଛନ୍ତି ପ୍ରଭାବତୀର, ଦୌଡ଼ିଲେ ଘରକୁ। ଘରେ ଯାଇ ମା ଯଶୋଦାଙ୍କୁ କହିଲେ, ଜୋରରେ ଭୋକ। ମା ସାଙ୍ଗେ ସାଙ୍ଗେ ମାଖନ ଆଣି ଠାକୁରଜୀଙ୍କୁ କୋଳରେ ବସାଇ ଖୁଆଇ ଦେଉଛନ୍ତି ପ୍ରଭୁଙ୍କୁ। ନରେ ଲାଲା, ମନ ଭରି ମାଖନ ଖା, କୁଆଡ଼େ ଯାଇଥିଲୁ ମୋ ଧନ, ଝାଳ ଏତେ ବୋହି ଯାଉଛି। ନା ମା କହନା କହନା, ମୁଁ ବୁଲୁଥିଲି ପିଲାମାନଙ୍କ ସହିତ, ଆମେ ଖେଳୁଥିଲୁ ତ, ସେଇଥିପାଇଁ ଏ ଝାଳ ବହୁଛି। ଏହା କହି ବସି ଯାଇଛନ୍ତି ମାଆଙ୍କ କୋଳରେ। ମା ଖୁଆଇ ଚାଲିଛନ୍ତି ମାଖନ। ଏମିତି ଚାଲିଛି। ଏତିକି ବେଳେ ପ୍ରଭାବତୀ ଆସି ପହଞ୍ଚିଲା, ପାଟି କଲା, ଏ ଯଶୋଦା ଟିକେ ବାହାରକୁ ଆହା, ବହୁତ କହୁଥିଲୁ ତୋ ପୁଅର ଚୋରି ଧରି ଦେଖାଇବାକୁ, ବିଶ୍ୱାସ କରୁନ ତାକୁ, ଆଜି ତୋ ଚୋର ପୁଅକୁ ମୁଁ ହାତରେ ଧରି ଆଣିଛି, ରଙ୍ଗା ହାତରେ ପୁରା ଚୋରି କରୁଥିବା ଅବସ୍ଥାରେ ଧରିକି ଆଣିଛି। ତୋତେ ଆଜି ମାନିବାକୁ ପଡ଼ିବ ଯେ ତୋ ପୁଅ ଚୋର ବୋଲି। ଠାକୁରଜୀ ମା ଯଶୋଦାଙ୍କ କୋଳରେ ବସି ଆଶ୍ଚର୍ଯ୍ୟ ହୋଇ ମା ଯଶୋଦାଙ୍କୁ ପ୍ରଶ୍ନ କରୁଛନ୍ତି ଯେ, ମା ତୋର ଆଉ ଗୋଟେ ପୁଅ କେଉଁଠି ଅଛି କି? ମୁଁ ତ ମା ବସିଛି ତୋ ପାଖରେ, ଏ ଗୋପୀ କ'ଣ କହୁଛି ଯେ ତୋର ପୁଅକୁ ଧରିକି ଆଇଛି ଚୋରି କରୁଥିଲା ବୋଲି। ମା ଆଉ ଗୋଟେ ପୁଅ ତୋର ଅଛି, ମୋତେ କହିନୁ? ମା କହିଲେ, ମୋର ତ ଗୋଟେ ପୁଅ ତୁ, ଆଉ ଗୋଟେ ପୁଅ ମୁଁ କୁଆଡ଼ୁ ଆଣିବି? ଏ ପାଗଳି କିଏ କେଜାଣି? ଲାଲା ତୁ ଆରାମରେ ମାଖନ ଖା, ମୁଁ ଦେଖୁଛି ଏ ପାଗଳି କିଏ। ମା ବାହାରକୁ ଗଲେ, କହିଲେ, ପ୍ରଭାବତୀ କ'ଣ ଖବର, କୁଆଡ଼େ ଆସିଛୁ? ପ୍ରଭାବତୀ ଗର୍ଜିବାକୁ ଲାଗିଲା, ଯଶୋଦା ଆଉ ଫୁସୁଲା ଫୁସୁଲି ଚଳିବନି। ତୋ ପୁଅ ପୁରା ଗାଁକୁ ଅସ୍ତବ୍ୟସ୍ତ କରି ରଖିଛି। ତୋ ପାଖରେ ଅଭିଯୋଗ କଲେ ତୁ ସବୁବେଳେ ଏଡ଼େଇ ଦେଇ ଯାଉଛୁ ଯେ ତୋ ପୁଅ ଚୋର ନୁହଁ, ତୋ ପୁଅ ଚୋରି କରିନପାରେ ବୋଲି। ତା ଚୋରି ଆଜି ଧରି ତାକୁ ଟାଣି ଟାଣି ତୋ ପାଖକୁ ଆଣିଛି। ତୁ ଭାରି ବିଶ୍ୱାସ କରୁଥିଲୁ ନା ତୋର ଚୋର ପୁଅକୁ? ଦେଖ ତୋ ପୁଅକୁ, ଆଖି ପୂରେଇକି ଦେଖ, ବୁଝା ତୋ ପୁଅକୁ। ମା କହିଲେ, ପ୍ରଭାବତୀ ପୁଅକୁ ତ ମୁଁ ପଛରେ ବୁଝାଇବି, ମୋତେ କହ ତୁ ଭାଙ୍ଗ ପିଉନି ତ, ପିଇକି ଆସିନି ତ? ଏହାପରେ ପ୍ରଭାବତୀ କହିଛି, ମୋତେ ଆଖି ଦେଖାଉଛୁ? ମା କହିଲେ, ମୁଁ ଆଖି ଦେଖାଉନି ପ୍ରଭାବତୀ, ତୁ ଓଢ଼ଣା ଖୋଲି ଦେଖ, ତୁ କାହା ହାତ ଧରିକି ଆଣିଛୁ, କାହାକୁ ଧରିକି ଆସିଛୁ ମୋ ପାଖକୁ। ଯେତେବେଳେ ପ୍ରଭାବତୀ ଖୋଲି ଦେଇଛି ଓଢ଼ଣି, ଦେଖିଛି ନିଜ ଦିଅରକୁ ହିଁ ଧରିଛି। ହାତ ଛାଡ଼ି ଦେଇ ପଚାରିଛି ପ୍ରଭାବତୀ, ତୁମେ କେଉଁଠୁ ଆସି ଝପଟି ପଡ଼ିଲ? ଦେବର ଦୌଡ଼ିଲା ଯାଇ କହ୍ନାଇ ଦୌଡ଼ିଛି, ସିଧା ଦୌଡ଼ି ପଳେଇଲା ବାହାରକୁ।
आसी पचारा कन्हई ये कौन तू कलु ये समय दौड़ी पड़े किए प्रभावतीर दियर प्रभु देखिछन जेतबेले सब माहौल ठीक अच्छी प्रभु जो माखन खाऊले घर भितर बसी बाहर को चली आसी एवं पचारिचंती माँ किए पागली भली ये बड़बड़ होची प्रभावती कृष्ण को अनैची यापर कृष्ण को माँ को पचारे कौन कहूचे गोपी माँ कहते देखुनु कान्हा ये ता दियर को भिड़ी भिड़ी आनी कहूची तू ता घरे माखन चोरी करुथुव बोली यापर ठाकुर जी कहले माँ विश्वास है तो ये गोपी गुड़ा केते मिछई बोली एमानक उपरे विश्वास करा जाई न पारे। माँ यशोदा प्रभावती को गाली कले प्रभावती देख आज परठारु मो पुओ ना रे याडू साडू कथा कहवाकू मो पाखक आसबुनी। प्रभावती बिचारी मुह लटकाई चलला कन्हई पछे पछे दौड़े बाटरे अटकई कहले प्रभावती कौन पाइलु मते नचाइलु माँ पाखक आणिलु मते गाली खुआइबाकू हेले गाली शुणिला किए। प्रभावती कहला शुण कन्हई एबे जदि केबे भी चोरी करने को जाई सीधा तोते आनी माँ पाखे पहुँचाइबी तोर आ कौन चालाखी मो पाखे चलबनी। ठाकुर जी अंटारे हाथ रखी कहले प्रभावती एथर आनी मु दियर होगली एतर मते टाणिकी आनीलु मु होगली किए तो दियर आपर जदि केबे तू मते आनिबा को चेष्टा करिवु ताले मु किए हेबी जानिछु सीधा तो स्वामी रे परिणत होइजी। तेणु से भूल आउ करना गोपी तो बाटे तू जा से भूल आउ केबे करिवुनी माँ पाखरे आनी केबे भी मते पहुँचाइबा को चेष्टा करिवु नाही। एमती उतंग मनांती मो प्रभु प्रभुंकर लीला बहुत विचित्र केतबेले को कथा प्रभु दिन पर दिन तांकर छुआलियामी बा चगलियामी चली सबू अभियोग फर्द माँ पाखक आसुची माँ रागंती कन्हाई उपरे एमती बाललीला मान कर चलती वो प्रभु आगक कि बाललीला करुँच कि प्रकार उदम मचाउंट कौन कौन करुँच आमे आलोचना करिबा आगामी भागरे से पर्यंत रहुची। नमस्कार।